ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀର ସଂସ୍କୃତ କଳିକାର ପଞ୍ଚମ ପାଠ ଉତ୍କଳମଣି ହିଁ ଗୋପବନ୍ଧୁ ଏହି ବିଷୟରେ ଆମେ ପାଠ କରିବା। ତାହେଲେ ଚାଲ ବିଷୟକୁ ଯିବା ପୂର୍ବରୁ ଦେଖ ତାର ମୁଖବନ୍ଧ ରହିଛି ଉତ୍କଳମଣି ହିଁ ଗୋପବନ୍ଧୁ। କଣ ଅଛି ତାହେଲେ ଦେଖିବା, ଚିତ୍ର ତୁମକୁ ମାନେ ଲକ୍ଷ୍ୟ କର। ତାହେଲେ ଏକଦା ବନ୍ୟା ପ୍ରପୀଡ଼ିତାୟାମ୍ ସାହାଯ୍ୟାର୍ଥମ୍ ଶିକ୍ଷକାଃ ଛାତ୍ରାଃ ସଭାଗାରେ ଚର୍ଚ୍ଚାମ୍ କୁର୍ବନ୍ତି। ଏକଦା, ଏକଦା କହିଲେ ଥରେ, ବନ୍ୟା ପ୍ରପୀଡ଼ିତାନାମ୍ ବନ୍ୟାରେ ପୀଡ଼ିତ ହେଉଥିବା ଲୋକମାନଙ୍କର ସାହାଯ୍ୟାର୍ଥମ୍ ସାହାଯ୍ୟ ଯୁକ୍ତ ଅର୍ଥମ୍ ଅର୍ଥାତ୍ ସାହାଯ୍ୟ ପାଇଁ ଶିକ୍ଷକାଃ ଛାତ୍ରାଃ ଚ ଛାତ୍ରାଶ୍ଚ ଅଛି, ଛାତ୍ରାଃ ଯୁକ୍ତ ଚ, ତାହେଲେ ଶିକ୍ଷକ ମାନେ ଓ ଛାତ୍ରମାନେ ସଭାଗାରେ ସନ୍ଧି ବିଚ୍ଛେଦ କରିବା, ସଭା ଯୁକ୍ତ ଆଗାରେ ଅର୍ଥାତ୍ ସଭାଗୃହରେ ଚର୍ଚ୍ଚାମ୍ କୁର୍ବନ୍ତି ଆଲୋଚନା କରୁଥିଲେ। ଶିକ୍ଷକ କଣ କହିଲେ ଦେଖ, ଛାତ୍ରାଃ ହସ୍ତିନି ବାର୍ତ୍ତା ଶ୍ରୁତବନ୍ତଃ କିମ୍, ହେ ଛାତ୍ରମାନେ ହି ଯୁକ୍ତ ମସ୍ତିନି ହସ୍ତିନି ଅର୍ଥାତ୍ ଗୋଟେ ମଜା କଥା ଶୁଣିଥିଲ କଣ, କିମ୍ ହେଲା ଶ୍ରୁତବନ୍ତଃ ଶ୍ରୁଯୁକ୍ତ ତବତୁ, ତାହେଲେ ଗୋଟେ ମଜା କଥା ଶୁଣିଛ। ଦେଖ ଶିକ୍ଷକ ଛାତ୍ରମାନଙ୍କୁ କହୁଛନ୍ତି। ପିଲାମାନେ ନମୋ ନମଃ ଆଚାର୍ଯ୍ୟ, ହେଲା ପିଲାମାନେ କହୁଛନ୍ତି ନମସ୍କାର ନମସ୍କାର ଆଚାର୍ଯ୍ୟ। ଓଡ଼ିଶା ରାଜ୍ୟସ୍ୟ କେନ୍ଦ୍ରାପଡ଼ା ଜନପଦେ ମହାନଦ୍ୟାମ୍ ଭୟଙ୍କରୀ ବନ୍ୟା ସମ୍ଭୂତା, ହେଲା ପିଲାମାନେ କହୁଛନ୍ତି ଓଡ଼ିଶା ରାଜ୍ୟର କେନ୍ଦ୍ରାପଡ଼ା ଜନପଦରେ ଅର୍ଥାତ୍ ଅଞ୍ଚଳରେ ମହାନ ଭୟଙ୍କରୀ ବନ୍ୟା ସମ୍ଭୂତା, ବର୍ତ୍ତମାନ ଭୟଙ୍କରୀ ବନ୍ୟା ଆସିଛି। ବନ୍ୟାୟା ତତ୍ର ମହତି ହାନି ସଞ୍ଜାତା, ବର୍ତ୍ତମାନ ବନ୍ୟା ଦ୍ୱାରା ସେଠାରେ ବହୁତ କ୍ଷୟକ୍ଷତି ହୋଇଛି, ହେଲା ସଞ୍ଜାତା ସଂଯୁକ୍ତ ଜନ ଯୁକ୍ତ କ୍ତ ସ୍ତ୍ରୀ ଟାପ୍, ମହତି ଅଛି ବନ୍ୟା ସ୍ତ୍ରୀଲିଙ୍ଗ, ତେଣୁ ମହତି ମହାନର ସ୍ତ୍ରୀଲିଙ୍ଗ ମହତି, ସଞ୍ଜାତା ମାନେ ହୋଇଛି। ତାହେଲେ ପିଲାମାନେ କହିଲେ କେନ୍ଦ୍ରାପଡ଼ାର ମହାନଦୀର ଯୋଉ ବନ୍ୟା ଦ୍ୱାରା ଲୋକମାନେ ବହୁତ କ୍ଷୟକ୍ଷତି ହୋଇଛନ୍ତି। ଆମ୍ ହିମାନି, ଶିକ୍ଷକ କହୁଛନ୍ତି ହଁ ହିମାନି, ହିମାନି ଗୋଟେ ଝିଅର ନାଁ। ତ୍ୱମ୍ ସତ୍ୟମ୍ ବଦସି, ତୁମେ ସତ କହିଛ। ବନ୍ୟାୟା ବାସଗୃହାଣୀ ନଷ୍ଟାନି, ଅର୍ଥାତ୍ ବନ୍ୟା ଦ୍ୱାରା ବାସଗୃହ ଗୁଡ଼ିକ ହେଲା ନଷ୍ଟ ହୋଇଯାଇଛି। କେଚିତ୍ ଜନାଃ ଅସ୍ୱସ୍ଥାଃ, କେତେ ଗୁଡ଼ିଏ ଲୋକ କଣ ଅଛନ୍ତି ଅସ୍ୱସ୍ଥ ହେଇକି ରହିଛନ୍ତି। ଚିକିତ୍ସାଳୟରେ ମୃତ୍ୟୁନାମ୍ ସହ ଯୁଜ୍ୟନ୍ତେ, ହେଲା ଚିକିତ୍ସାଳୟରେ ଅର୍ଥାତ୍ ମେଡିକାଲରେ ବା ଡାକ୍ତରଖାନାରେ ମୃତ୍ୟୁନା ସହ ଯୁଧ୍ୟନ୍ତେ, ମୃତ୍ୟୁ ସହିତ ଯୁଦ୍ଧ କରୁଛନ୍ତି, ମରଣ ସହିତ ଯୁଦ୍ଧ କରୁଛନ୍ତି। ଅନ୍ୟେଚ ଅନାହାରେଣ କଷ୍ଟମ୍ ସହନ୍ତେ, ଅନ୍ୟମାନେ ମଧ୍ୟ ଅନାହାରରେ ଅର୍ଥାତ୍ ଖାଦ୍ୟ ନ ପାଇ କଷ୍ଟ ସହୁଛନ୍ତି। ବହବହ ଗୃହପାଳିତାଃ ପଶବଃ ଅପି, ବହୁତ ଗୁଡ଼ିଏ ଗୃହପାଳିତ ପଶୁମାନେ ମଧ୍ୟ ପଶବଃ ଯୁକ୍ତ ଅପି ନଦୀ ସ୍ରୋତସା ଅର୍ଥାତ୍ ନଦୀର ସ୍ରୋତ ଦ୍ୱାରା ପ୍ରବାହିତା ମୃତାଶ୍ଚ, ଅର୍ଥାତ୍ ଭାସି ଯାଇଛନ୍ତି ଏବଂ କେତେ ଗୁଡ଼ିଏ ମରି ଯାଇଛନ୍ତି ମଧ୍ୟ। ମହୋଦୟ ତେ ସମ୍ପ୍ରତି ଅତି ଦୁଃଖିତାଃ ଭବେୟୁଃ ଖଳୁ, ପିଲାମାନେ କହିଲେ ହେ ମହାଶୟ ଶିକ୍ଷକଙ୍କୁ, ହେ ମହାଶୟ ସେମାନେ ବର୍ତ୍ତମାନ ଅତି ଦୁଃଖିତାଃ ଭବେୟୁଃ ବହୁତ ଦୁଃଖରେ ରହିଥିବେ ନିଶ୍ଚିତ ଭାବରେ, ଖଳୁ କହିଲେ ନିଶ୍ଚିତ ଭାବରେ। ତାପରେ ଶିକ୍ଷକ କହୁଛନ୍ତି ସତ୍ୟମ ଅଶୋକ, ହେଲା ଶିକ୍ଷକ କହିଲେ ହଁ ଅଶୋକ, ଅଶୋକ ଗୋଟିଏ ପିଲାର ନାଁ, କହିଲେ ହଁ ଅଶୋକ ତେ ସର୍ବେ ଅତି ଦୁଃଖେ ନ ଜୀବନ୍ତି, ସେମାନେ ସମସ୍ତେ ବହୁତ ଦୁଃଖରେ ଅଛନ୍ତି। ଅସ୍ମାଭିଃ ଏତାଦୃଶାନାମ୍ ଦୁଃଖିତାନାମ୍ ସହାୟତମ୍ କରଣୀୟଃ, ଆମମାନଙ୍କର ଅସ୍ମାଭିଃ ଅର୍ଥାତ୍ ଆମମାନଙ୍କ ଦ୍ୱାରା ଏତାଦୃଶାନାମ୍ ଦୁଃଖିତାନାମ୍ ଏହି ଦୁଃଖୀମାନଙ୍କର ସହାୟତା କରଣୀୟା ଅର୍ଥାତ୍ ସହାୟତା କରିବା ଉଚିତ। ଯଥା ଉତ୍କଳମଣି ଗୋପବନ୍ଧୁଃ ବନ୍ୟା ପ୍ରପୀଡ଼ିତାନାମ୍ ଅକୁଣ୍ଠଂ ସେବାଂ କୃତ୍ୱା ଅଦ୍ୟାପି ଜନମାନସେଷୁ
समादृत असी कहले जेपरी यथा कहले जेपरी उत्कलमणि गोपबंधु बन्या प्रपीड़िता नाम बन्यारे पड़िथिबा लोकमानकर अकुंठम सेवाम कृत्वा हैला माने अकुंठ सेवा करी अद्यापि अद्ययुक्त अपि आजि मध्य जनमानसेषु अर्थात लोकमानकर मन भितरे समादृतास्ति समादृत युक्त अस्ति अर्थात आदृत हेई रहिचंती समस्तक मन भितरे से कण रहिचंती समस्त तांको आदर करंती महोदय एसह गोपबंधु कह पिला माने पचारले महोदय एई गोपबंधु किए सार को कहउचंती बा गुरुजी कहउचंती देख भवन्तः सर्वे एतत् चित्रम पश्यन्तु से चित्र को देखैकी चित्रपट को देखै कहउचंती भवन्तः सर्वे तुमे माने समस्ते एतत् चित्रपटम पश्यतु एही चित्रपट को देख एसह अस्ति गोपबंधु दीनबंधु गोपबंधु ये होउचंती दीनबंधु अर्थात दरिद्रर साथी किए गोपबंधु संप्रति वयम तस्य विषय जानिमह वर्तमान आमे तांको विषय रे जानिबा हैला पिला मानकू शिक्षक कहउचंती तारे चलो आमे वर्तमान तांको विषय रे किछि जानिबा देख छोटिया पाराटी प्रथम पारा पढ़िबा विषयटी बड़ विषयटी तेणु आमे अल्प अल्प करी पढ़िबा देख एकदा आचार्य एकदा आचार्य हरिहर दास सत्यवादी वन विद्यालयस्य सर्वान् अध्यापकान् भोजनाय आमंत्रितवान् पिला माने सेतेबेले सत्यवादी वन विद्यालय आमर बकुल वन बा साक्षीगोपाल ठारे तैयारी होइतिला जेउथरे प्रवीण शिक्षक मान थिले नीलकंठ दास आचार्य हरिहर आचार्य गोपबंधु एवं कृपा सिंधु दास गोदावर्ष मिश्र इत्यादि ताले एमाने सबू तांको भितरु आचार्य हरिहर दास सत्यवादी वन विद्यालय सर्वान अध्यापकान समस्त अध्यापक मानकु बा शिक्षक मानकु भोजनाय आमंत्रितवान भोजन को कौन भोजन पाई खाइबा पाई निज घर को आमंत्रित करथिले निमंत्रण करथिले आमंत्रिताः सर्वे अतिथयः हस्तपादं खेलयित्वा आसनेषु उपविष्टः ताले आमंत्रिताः सर्वे अतिथयः निमंत्रित होइथिबा समस्त अतिथि माने हस्तपादम खेलयित्वा हाथ पाद को धोई खेलयित माने धोई आसनेषु उपविष्टवन्तः आसन रे बसिबाकु लागिले खाइबा पई बहुनी सुस्वादुनी व्यंजनानि कदली पत्रेषु परिवेशितानि अनेक प्रकार सुस्वादु व्यंजन बा खाद्य कदली पत्र रे नहीं कदली पत्र रे परिवेषण करागला जाको आमे सुना थाली बोली कहू कदली पत्र हसन गोपबंधु अवदत हसिकरी गोपबंधु कहिले अरे भोजन हैला से भोजन एरे गोपबंधु सेठारे हसिकरी कहिले भोजनस्य अति दुर्लभम जीवनाय सुखप्रदम तदर्थम भोजनम कुर्याः मा शरीरे दयाम कुरु हैला कहले भोजन अति दुर्लभम अति दुर्लभ अटे सब समय मिले नहीं जीवनाय सुखप्रदम यहा जीवन पाई बंचिबा पाई बहुत सुखदायक तदर्थम सेथि पाई भोजनम कुर्याः भोजन करिबा चालो माँ शरीरे दयाम कुरु ताले शरीर को दया कर आ शरीर को अपेक्षा करने को दियो नहीं चलो समस्ते भोजन करवा है पिला माने एठी आमे रहिबा पुणी आर पीरियड रे आउ आरंभ करवा कारण गोटे पीरियड रे सबू पढ़ा संभव नुहे आमे समस्त विषयटी पढ़ी दे पारिबा नहीं तेणु अल्प अल्प करी पढ़िबा ताले आज पई आमे एठी रहिबा समस्त को धन्यवाद।